ଚାଲ ବାହାରକୁ ଯିବା। ଲେଟ୍ସ ଗୋ ଆଉଟ୍। ଲେଟ୍ସ ଗୋ ଆଉଟ୍। ଗୋଟେ ପିଲା କୌଣସି ଏକ୍ଜାମ ଦେଉଛି, ଆମେ ସେଇ ସମୟରେ ତାକୁ କହୁଛନ୍ତି ପରିତ୍ୟାଗ କରିଦିଅ ୟା ଛାଡ଼ିଦିଅ। ସେତେବେଳେ ଆମେ ଇଂଲିଶରେ କହିବା ଗିଭ୍ ଅପ୍। ଗିଭ୍ ଅପ୍। ନେକ୍ସଟ, ମୋ ହାତ ଧର। ହୋଲ୍ଡ ମାଇ ହ୍ୟାଣ୍ଡସ୍। ହୋଲ୍ଡ ମାଇ ହ୍ୟାଣ୍ଡସ୍ କହିଥାଉ। ନେକ୍ସଟ ହେଉଛି ତାଙ୍କୁ ଯିବାକୁ ଦିଅ। ଲେଟ୍ ହିମ୍ ଗୋ। ଲେଟ୍ ହିମ୍ ଗୋ। ବାହାରକୁ ଯାଅ। ଗେଟ୍ ଆଉଟ୍ ହିଅର୍। ଗେଟ୍ ଆଉଟ୍ ହିଅର୍ କହିଥାଉ। ତୁମେ ବହୁତ ଲୋଭୀ ଅଟ। ଇଂଲିଶରେ କହିବା ୟୁ ଆର୍ ସୋ ଗ୍ରିଡି। ୟୁ ଆର୍ ସୋ ଗ୍ରିଡି। ବହୁତ ସମୟ ହେଲା ଦେଖା ନାହିଁ, ତ ଇଂଲିଶରେ କହିବା ଲଙ୍ଗ୍ ଟାଇମ୍ ନଟ୍ ସି। ଲଙ୍ଗ୍ ଟାଇମ୍ ନଟ୍ ସି। ମୁଁ ଖାଉଛି ଏବେ। ଆମେ ଇଂଲିଶରେ କହିବା ଆଇ ଆମ୍ ଇଟିଂ। ଆଇ ଆମ୍ ଇଟିଂ। କିଏ ତୁମକୁ କହିଲା? ତ ଇଂଲିଶରେ ଆମେ କହିବା ହୁ ଟୋଲ୍ଡ ୟୁ। ହୁ ଟୋଲ୍ଡ ୟୁ। ନେକ୍ସଟ, କିଏ ଆସିବ? ଇଂଲିଶରେ କହିବା ହୁ ୱିଲ୍ କମ୍। ହୁ ୱିଲ୍ କମ୍। କେହି ଜଣେ କିଛି କହୁଛି ଆଉ ଆମେ ଠିକ୍ସେ ଶୁଣି ପାରୁନାହାନ୍ତି, ସେ ଟାଇମ୍ରେ ଆମେ କହିଥାଉ ଆଉ ଥରେ କୁହ। ତ ଆମେ ଇଂଲିଶରେ କହିବା ସେ ୱାନ୍ସ ଏଗେନ୍। ସେ ୱାନ୍ସ ଏଗେନ୍। କେହି ଆମ ଫ୍ରେଣ୍ଡ ସର୍କଲରେ ଥାଆନ୍ତି ଯିଏକି ବୁଲେଇ ବଙ୍କେଇ କଥା କହିବାକୁ ପସନ୍ଦ କରନ୍ତି। ସେତେବେଳେ ଆମେ ତାଙ୍କୁ କହିଥାଉ କି ଖୋଲାଖୋଲି ଭାବରେ କୁହ। ତାହାକୁ ଆମେ ଇଂଲିଶରେ କହିବା ସ୍ପିକ୍ ଫ୍ରାଙ୍କଲି। ସ୍ପିକ୍ ଫ୍ରାଙ୍କଲି। ନେକ୍ସଟ, ମୁଁ ଅଧିକ ଚାହେଁ। ଆଇ ୱାଣ୍ଟ ମୋର୍। ଆଇ ୱାଣ୍ଟ ମୋର୍। ଏହି କ୍ଷୀର ପିଅନ୍ତୁ। ଇଂଲିଶରେ ଆମେ କହିବା ଡ୍ରିଙ୍କ ଦିସ୍ ମିଲ୍କ। ଡ୍ରିଙ୍କ ଦିସ୍ ମିଲ୍କ।